ପଞ୍ଚମ ଶ୍ରେଣୀର ଛାତ୍ର ଆଜି ମୋତେ ଏଠାରେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ରତ୍ନାକର ଧୌତ ପଦ ହିମାଳୟ କିରୀଟି ବ୍ରହ୍ମ ରାଜଶ୍ରୀ ରତ୍ନାକର ବନ୍ଦେ ଭାରତ ମାତରମ୍। ଯେଉଁ ସମୁଦ୍ର ଭାରତ ମାତାର ପାଦକୁ ଧୋଇଦିଏ, ଯେଉଁ ହିମାଳୟ ଭାରତ ମାତାର ମୁଣ୍ଡରେ ମୁକୁଟ ଭଳି ଶୋଭା ପାଏ, ଯେଉଁ ଭାରତ ମାତାର ଗର୍ଭରୁ ମନୁଷ୍ୟମାନେ ଜନ୍ମ ନେଇଛନ୍ତି, ସେହି ଭାରତ ମାତାର ବନ୍ଦନା କରି ଆଜି ମୁଁ ମୋର ବକ୍ତବ୍ୟ ଆରମ୍ଭ କରୁଛି। ଆଜିର ବିଷୟ ହେଉଛି ଆଦର୍ଶ ଛାତ୍ର। ଛାତ୍ର ଜୀବନ ବ୍ୟକ୍ତିର ଭବିଷ୍ୟତ ଗଠନ ଉପଯୁକ୍ତ ସମୟ। ଆଜିର ଶିଶୁ କାଲିର ଭବିଷ୍ୟତ। ଶୈଶବ ଅବସ୍ଥା କୋମଳ ମନରେ ଯେକୌଣସି ଧାରଣାର ଶିକ୍ଷା ଅତି ସହଜରେ ପ୍ରଭାବ ବିସ୍ତାର କରିଥାଏ। ତେଣୁ କଥାରେ ଅଛି, ଯାହା ନ ପାଇଛି ବାଲ୍ୟକାଳେ ତାହା କି ହେବ ପାକଲା ବେଳେ। ଛାତ୍ର ଜୀବନ ହେଲା ଚରିତ୍ର ଗଠନର ପ୍ରକୃଷ୍ଟ ସମୟ। ଛାତ୍ର ଶବ୍ଦର ଅର୍ଥ ହେଉଛି ଶିକ୍ଷାର୍ଥୀ। ସଂସ୍କୃତରେ କୁହାଯାଏ ଛାତ୍ରାୟଣ ମାଧ୍ୟାହ୍ନ ବିଦ୍ୟା ଅଧ୍ୟୟନ ଛାତ୍ରମାନଙ୍କର ତପସ୍ୟା ଅଟେ। ସ୍ୱାସ୍ଥ୍ୟ ଅମୂଲ୍ୟ ସମ୍ପଦ। ତେଣୁ ପ୍ରତ୍ୟେକ ଛାତ୍ରକୁ ତା ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ନେବା ଉଚିତ। ସମୟ ଅତି ମୂଲ୍ୟବାନ ଅଟେ। ସମୟାନୁବର୍ତ୍ତିତା ପାଳନ କରିବା ଉଚିତ। ତେଣୁ ପ୍ରତ୍ୟେକ ଛାତ୍ରମାନଙ୍କୁ ସମୟାନୁବର୍ତ୍ତିତା ପାଳନ କରିବା। ଏତିକି କହି ଆଜି ମୋର ବକ୍ତବ୍ୟ ଶେଷ କରୁଛି।